ସବୁଜ ପନିପରିବା ଖାଆନ୍ତୁ ଆଉ ନିଜକୁ ଫିଟ୍ ରଖନ୍ତୁ। ତ ସକାଳୁ ସକାଳୁ ପ୍ରତିଦିନ ନେଇ ଆସିଥିଲି ବହୁତ ସାରା ସବୁଜ ପନିପରିବା ଆଉ ମୋତେ କହିଲେ ଟିକେ କିଚେନ୍ ରୁମ୍‌କୁ ଆସିଲେ ଦେଖିବ ସବୁ କ'ଣ ସବୁ ଆସିଛି। ଆଉ ମୋତେ ତ ସବୁଜ ପନିପରିବା ଦେଖିଲେ ବହୁତ ଖୁସି ଲାଗେ। ତ ମୁଁ ଜମା ବି ଡେରି ନ କରିକି ରନ୍ଧାବଢ଼ାରେ ଲାଗି ପଡ଼ିଥିଲି। ପ୍ରଥମେ ମିକ୍ସଚର ଆଣିଥିଲି, ତାପରେ କଲରା ଚିପ୍ସ ଆଣିଥିଲି କାହିଁକିନା ମୋର ଭାଇ ଦୁଇ ଜଣ ଆସୁଛନ୍ତି। ତ ମୋର ରୋଷେଇ ସରିବା ଭିତରେ ମୋ ଭାଇ ଦୁଇ ଜଣ ଆସିକି ପହଞ୍ଚିଗଲେ। ଜମା ବି ଡେରି ନ କରି ତାଙ୍କୁ ଖାଇବା ପିଇବାକୁ ଦେଇକି ଆମେ ଟୁଆଁ ଟୁଇଁ ବାହାରିଗଲୁ ହରିହାଟ ଦେଖିବା ପାଇଁ। ତ ମେଳାକୁ ଏଣ୍ଟ୍ରି କରୁ କରୁ ମୋର ନଜର ପଡ଼ିଲା ଏଇ ଚିତା ଉପରେ। ତ ଛୋଟବେଳେ ତ ମୁଁ 2 ଟଙ୍କାରେ 2ଟା ହାତରେ ବନଉଥିଲି, କିନ୍ତୁ ଏବେ 30ରୁ 40 ଟଙ୍କା ଦେବାକୁ ପଡ଼ୁଛି, ପୁଣି ଗୋଟେ ହାତରେ ବନେଇବାକୁ ପଡ଼ୁଛି। ତ ପ୍ରଥମ ଥର ସ୍ୱାମୀଙ୍କ ସହିତ ମେଳା ବୁଲିବାକୁ ଆସିଛି ମାନେ ମନ ଇଚ୍ଛା ସବୁକିଛି କିଣିଲି। ପ୍ରଥମେ କିଣିଥିଲି ବେଲୁନ୍, ତାପରେ ଏଠି ମୋ ପସନ୍ଦର ବହୁତ ସାରା ଚୁଡ଼ି କିଣିଲି। ସ୍ୱାମୀଙ୍କ ମନା କରିବା ସତ୍ତ୍ୱେ ଆଇସ୍କ୍ରିମ୍ ଖାଇଲି। ଆଉ ସ୍ୱାମୀଙ୍କ କଥା ନ ମାନିବାର ଫଳ ଆପଣମାନେ ମୋ ଭଏସ୍‌ରୁ ଜାଣିପାରୁଥିବେ ଆଉ। ତ ତାପରେ ପେଙ୍କାଳି ଆଣିକି ଆସିକି ସିଧା ଘରେ ପହଞ୍ଚିଲୁ। ତ ମୁଁ ଏଠି ଦେଖଉଛି କେମିତି କ'ଣ ଚୁଡ଼ି ଆଣିଛି, ବହୁତ ସାରା ସୁନ୍ଦର ସୁନ୍ଦର ଚୁଡ଼ି ଆଣିଥିଲି। ତ ତାପରେ ଆମେ ଛାତ ଉପରକୁ ଯାଇକି ଅଗ୍ନି ଉତ୍ସବ ଦେଖିଲୁ। ତ ଅଗ୍ନି ଉତ୍ସବ ଦେଖିକି ଆମେ 2 ଜଣ ଏଇଠି ରହିଲୁ। ସବସ୍କ୍ରାଇବ୍ କରିଦିଅନ୍ତୁ, ବହୁତ ଖୁସି ହେବି। ଜୟ ଜଗନ୍ନାଥ।